ରଖିଦେବି। କେବେ ତତେ ବାହାରକୁ ବାହାର କରିବିନି, କେବେ ତତେ ପିଟିବିନି। କଣ ପାଇଁ ମୁଁ ତୋତେ ହାତରେ ରଖିଥିଲି? ତୁ କଣ ମୋ ଇତିହାସ ବିଷୟରେ ଜାଣିଛୁ? କିଛି କହୁନୁ କାହିଁକି? ଥରୁଟିଏ କହିଦେ, ଏ ଦୁନିଆରେ ମୋର ଆଉ କିଏ କିଏ ସବୁ ଅଛନ୍ତି? ମୋ ବାପା, ବୋଉ, ଭାଇ, ଭଉଣୀ, ସେମାନେ ଅଛନ୍ତି କୋଉଠି? ତତେ ଯୋଉଦିନ ମୁଁ ପିନ୍ଧିଥିଲି ସେଇ ଦିନଠାରୁ ମୋ ଜୀବନର ହସ, ଖୁସି, ସୁଖ, ଶାନ୍ତି ସବୁ ଲିଭି ଯାଇଛି। ବାପା ମା ଭାଇଙ୍କ ଠାରୁ ଅଲଗା ହେଲି, ତଥାପି ତତେ ମୁଁ ଫିଙ୍ଗି ଦେଇନି। ଅସୁବିଧାରେ ପଡ଼ିଲେ ତତେ ମୁଁ ବିକ୍ରି କରିଦେଇନି। କାହିଁକି ଜାଣିଛୁ? କାହିଁକି ନା ତତେ ମୋ ଜଗନ ଭାଇ ମୋ ଜନ୍ମଦିନରେ ଉପହାର ଦେଇଥିଲେ। ମୁଁ ସତ କହୁଛି, ଯେତେଦିନ ଯାଏ ତୁ ମୋ ନିଜ ଲୋକ ଠିକଣା ମତେ ନ ଦେଇଛୁ, ସେତେଦିନ ଯାଏ ମୁଁ ତୋତେ ଶାନ୍ତିରେ ରହିବାକୁ ଦେବି। ସେମାନଙ୍କୁ କହିଦବୁ ମୁଁ ଏଠି କେତେ ଦୁଃଖରେ ଅଛି। ପର ଘରେ ଭାଇ କାମ କରୁଛି, ଚାକରାଣୀ ପଇଲି ପରି ଖଟୁଛି। ସେ ଟୁକୁର ମୋ ସହିତକୁ ଦେଖିପାରୁନ? ଚୁପ ରହିଛୁ କାହିଁକି? କିଛି କହୁନୁ କାହିଁକି? ଯା ସେମାନଙ୍କୁ କହିଦବୁ ମୁଁ ଆଉ ଏ ଦୁଃଖ ସହିପାରୁନି। ସେମାନେ ମତେ ଆସି ଏଠୁ ନେଇଯିବେ, ନହେଲେ ଏମିତି କାନ୍ଦୁଥିବି, ଏମିତି ସାରା ଜୀବନ ଆଖିରେ ଲୁହ ଗଡ଼ଉଥିବି। ଥରୁଟିଏ ମୁଁ କଲି ଚିତ୍କାର କରି ମୋ ପରିଚୟ ମତେ ଦେଇଦେ, ମୋ ହଜିଲା ଠିକଣା ମତେ ଫେରେଇ ଦେ। ବାବୁ ତୁ ଏଠି କଣ ଦେଖୁଛୁ? କିଛି ନାହିଁ ବାବୁ, କିଛି ନାହିଁ। ତୁ କଣ ଗୋଟେ ଲୁଚେଇ ଦେଲୁ? ବାବୁ ଆପଣ ବି କିଛି ଗୋଟେ ଲୁଚେଇ ଦେଲେ। ମାଲିକ ମାନଙ୍କୁ ଚାକରାଣୀ ମାନେ ପ୍ରଶ୍ନ କରନ୍ତିନି? ଭୁଲ ହେଇଗଲା ବାବୁ। ସତ କହ କଣ ଗୋଟେ ଲୁଚେଇ ଦେଲୁ? ନାଇଁ ବାବୁ, ଭୟରେ ହାତଟା ପଛକୁ ଫେରେ। ଦିନକୁ ଦିନ ତ କଥାବାର୍ତ୍ତା ଚାଲିଚଳନ ମତେ ସନ୍ଦେହ ଲାଗୁଛି। ସତ କହ ତୋ ଘର କୋଉଠି? ତୋ ବାପା ମା କ ନାଁ କଣ? ଏ ଦୁନିଆରେ ତୋର କିଏ କିଏ ସବୁ ଅଛନ୍ତି? ମୋର କେହି ନାହାନ୍ତି ବାବୁ। କେହି ନାହାନ୍ତି ତ ଏ ଦୁନିଆକୁ ତୁ ଆସିଲୁ କେମିତି? ଆଜି ଯାଇ ତୋତେ ଖୁଆଇ ପାଇଁ ଏତେ ବଡ କଲା କିଏ? ଅନାଥ ଆଶ୍ରମରେ ବାବୁ। ଶୁଣ, ବାବା ତୋତେ ଆଣି ଏ ଘରେ ରଖିଛନ୍ତି ବୋଲି ମୁଁ ତୋତେ କିଛି କହିପାରୁନି। ତା ନହେଲେ ଆଜି ତୋତେ ମୁଁ ଏ ଘରୁ ବାହାର କରିଦେଇଥାନ୍ତି ତୋତେ।
ବାବୁ ମତେ ଏ ଘରୁ ବାହାର କରିଦେବେ। ମୁଁ ଆପଣଙ୍କର କ୍ଷତି କଣ କରୁଛି? ଏଠୁ ଚାଲିଗଲେ ମୁଁ ଯିବି କୋଉଠିକି?